हेलो फ्रेंड्स, एसएससीबी ओडिशा पक्षरु जूनियर असिस्टेंट एवं जूनियर क्लर्क परीक्षा 2026 ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କରେକ୍ସନ ନୋଟିସ୍ ଜାରି କରାଯାଇଛି। ଯଦି ଆପଣ ଆବେଦନ କରିସାରିଛନ୍ତି ତେବେ ଏହି ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କରେକ୍ସନ ନୋଟିସଟି ଆପଣ ଏସଏସସିବି ଓଡିଶା ୱେବସାଇଟରେ ପାଇପାରିବେ। 21/7/2026ରେ କରେକ୍ସନ ନୋଟିସଟି ଜାରି କରାଯାଇଛି। ଆପଣ ଭ୍ୟୁରେ କ୍ଲିକ୍ କଲା ପରେ ଆପଣଙ୍କୁ ନୋଟିଫିକେସନଟି ମିଳିଯିବ। ଆପଣ ମାନେ ଦେଖିପାରୁଥିବେ ନୋଟିସ୍ ନମ୍ବର 1017। ଏହି ନୋଟିସଟି ଆସି ସାରିଛି। କରେକ୍ସନ ନୋଟିସ୍ ଜାରି ହୋଇଛି ଏଇଥିପାଇଁ ଆବେଦନ ପ୍ରକ୍ରିୟା ସମାପ୍ତ ହେବା ପରେ ଅନେକ ପ୍ରାର୍ଥୀ ନିଜର ଆପ୍ଲିକେସନ ଫର୍ମରେ ନାମ, କାଟାଗୋରୀ, କ୍ୱାଲିଫିକେସନ ଏବଂ ଏକ୍ସାମ ସେଣ୍ଟର ସମ୍ବନ୍ଧୀୟ ଭୁଲ ହୋଇଥିବା କଥା ଜଣାଇଥିଲେ। ଏହାକୁ ଦୃଷ୍ଟିରେ ରଖି ଏସଏସସିବି ଓଡିଶା ପକ୍ଷରୁ ଏକ କରେକ୍ସନ ୱିଣ୍ଡୋ ଖୋଲାଯାଇଛି, ଯାହା ଦ୍ୱାରା ପ୍ରାର୍ଥୀମାନେ ନିଜର ତଥ୍ୟକୁ ସଂଶୋଧନ କରିପାରିବେ। ଚାଲନ୍ତୁ ଏବେ ଜାଣିବା କରେକ୍ସନ କେବେ ହେବ। ଏହି କରେକ୍ସନ ୱିଣ୍ଡୋଟି 27 ଜୁଲାଇ 2026 ସକାଳ 11ଟାରୁ ଆରମ୍ଭ ହୋଇ 29 ଜୁଲାଇ 2026 ରାତି 11:59 ପର୍ଯ୍ୟନ୍ତ ଖୋଲା ରହିବ। 29 ଜୁଲାଇ 2026 ରାତି 12ଟା ପରେ କୌଣସି କରେକ୍ସନ କରିହେବ ନାହିଁ, ତେଣୁ ଶେଷ ଦିନକୁ ଅପେକ୍ଷା ନ କରି ଆଗୁଆ ସଂଶୋଧନ କରନ୍ତୁ। ଚାଲନ୍ତୁ ଆମେ ଏବେ ଜାଣିବା କେଉଁ କେଉଁ ତଥ୍ୟ ଏଡିଟ୍ କରିପାରିବା। ଏହି କରେକ୍ସନ ୱିଣ୍ଡୋରେ ପ୍ରଥମତଃ ଆମେ ପ୍ରାର୍ଥୀଙ୍କ ନାମ, ବାପାଙ୍କ ନାମ, ମାଙ୍କ ନାମ, ଜେଣ୍ଡର, କାଟାଗୋରୀ and ଏଜୁକେସନ କ୍ୱାଲିଫିକେସନ ଆମେ ଚେଞ୍ଜ କରିପାରିବା। ସେକେଣ୍ଡରେ ଜୋନ୍ ଅଫ ଏକ୍ସାମିନେସନ, ଡିଷ୍ଟ୍ରିକ୍ଟ ଅଫ ଏକ୍ସାମିନେସନ। ଏଥିମଧ୍ୟରୁ ଡିଷ୍ଟ୍ରିକ୍ଟ ଅଫ ଏକ୍ସାମିନେସନ ନୂତନ ଭାବରେ ଯୋଡା ଯାଇଥିବା ଏକ ବିକଳ୍ପ। ଏହାପରେ ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ କଥା ହେଉଛି କରେକ୍ସନ କରିବା ପୂର୍ବରୁ ପ୍ରତ୍ୟେକ ତଥ୍ୟକୁ ଭଲ ଭାବରେ ଯାଞ୍ଚ କରନ୍ତୁ, କାରଣ ଆପଣ କେବଳ ଗୋଟିଏ ଥର କରେକ୍ସନ କରିପାରିବେ। ଥରେ ସବମିଟ୍ କରିଦେଲେ ପୁଣି ଏଡିଟ୍ କରିବେ ନାହିଁ। ଭୁଲ ତଥ୍ୟ ଦେଇଦେଲେ ଭବିଷ୍ୟତରେ ଡକୁମେଣ୍ଟ ଭେରିଫିକେସନ ସମୟରେ ସମସ୍ୟା ହୋଇପାରେ। ଆଉ ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ କଥା ହେଲା କରେକ୍ସନ ସବମିଟ୍ କରିଦେବା ପରେ ପୁଣି ଏଡିଟ୍ କରିପାରିବେ ନାହିଁ। 29 ଜୁଲାଇ 2026 ପରେ କୌଣସି କରେକ୍ସନ ରିକ୍ୱେଷ୍ଟକୁ ଗ୍ରହଣ କରାଯିବ ନାହିଁ, ତେଣୁ ସମସ୍ତ ତଥ୍ୟ ଭଲ ଭାବରେ ଯାଞ୍ଚ କରି ସବମିଟ୍ କରନ୍ତୁ। ଏହି ସୂଚନାଟିକୁ ସମସ୍ତଙ୍କ ପାଖକୁ ସେୟାର କରନ୍ତୁ, ଯାହାଦ୍ୱାରା ସମସ୍ତେ କରେକ୍ସନ କରିପାରିବେ।